Hello everyone, welcome to my YouTube channel Education House. ଆଜି ଆମେ ପ୍ରଥମ ଶ୍ରେଣୀର ପଞ୍ଚମ ପାଠ ଠୋ ଠା ଅଭ୍ୟାସ କାର୍ଯ୍ୟ ଦେଖିବା। ଦେଖ ଆମର ଠୋ ଠା ପାଠର ଅଭ୍ୟାସ କାର୍ଯ୍ୟରେ କ'ଣ ଦେଇଛି? ପ୍ରଥମ 1 ନମ୍ବର କ'ଣ ଦେଇଛି? ଛବି ଦେଖି ଶବ୍ଦ ଗୁଡ଼ିକୁ ପଢ଼ିବା। ଦେଖ ଆମର ଏଠାରେ କେତେ ଗୁଡ଼ିଏ ଛବି ଦେଇଛି ଆଉ ତା ତଳେ ତାର ନାମ ମଧ୍ୟ ଦେଇଛି। ତାକୁ ଦେଖି ଆମେ ପଢ଼ିବା। ପ୍ରଥମ ଛବିରେ କ'ଣ ଅଛି? ବଗ। ତାପର ଛବିରେ ବତକ। ତାପରେ ଛବିରେ ବହି। ତାପରେ କ'ଣ ଅଛି? ଡାଳ। ତାପରେ ନଳ। ତାପରେ ଓଠ। ତାପରେ ହାତ। ତାପରେ ଆଖି। ତାପର ଛବିରେ ପିଆଜ। ତାପରେ ଛବିରେ ଚପଲ। ତାପରେ ଫୁଲ। ତାପରେ କ'ଣ ଅଛି? କଲମ। 1 ନମ୍ବର ବୁଝିପାରିଲା ପିଲାମାନେ? ତାପରେ ଆସ 2 ନମ୍ବର। କହିଲେ ଦେଖି, ବବ୍ଲୁ ବବ୍ଲି କ'ଣ କହିଲେ? କ'ଣ କହିଲେ? ବେଲୁନ ବାଲାକୁ ଡାକ ଛାଡ଼ିଲେ। କିଏ କିଏ ବେଲୁନ ବାଲାକୁ ବେଲୁନ ଦେଖି ଦେବାକୁ କହିଲେ? କିଏ କିଏ? ବବ୍ଲୁ ବବ୍ଲି। ବବ୍ଲୁ ବବ୍ଲି ବେଲୁନ ଧରି କ'ଣ କଲେ? ବେଲୁନ ସହିତ ଖେଳିଲେ ଏବଂ ତାକୁ ବେଲୁନକୁ ଗେଲ କରିଲେ। କେତୋଟି ବେଲୁନ ଧରି ଆକାଶକୁ ଛାଡ଼ିଦେଲେ? କେତୋଟି? 8ଟି ବେଲୁନ ଧରି ଆକାଶକୁ ଛାଡ଼ିଦେଲେ। 2 ନମ୍ବର ପ୍ରଶ୍ନର ଉତ୍ତର ବୁଝିପାରିଲ ପିଲାମାନେ? ତାପରେ ଆସିବା ଆମେ 3 ନମ୍ବର। 3 ନମ୍ବର କ'ଣ କହିଛି? ପ୍ରଶ୍ନ 1ର ଛବି ଗୁଡ଼ିକ ଭିତରୁ କେଉଁ ଗୁଡ଼ିକ ଗୋଲାକାର ଓ କେଉଁ ଗୁଡ଼ିକ ଲମ୍ବାଳିଆ କହିବା। ପ୍ରଥମେ ପ୍ରଶ୍ନ 1 ଦେଖ, ଆମକୁ ଯେ ଛବି ଦେଇଛେ ଏଥିମଧ୍ୟରୁ କେଉଁ କେଉଁ ଗୁଡ଼ିକ ଗୋଲାକାର ଆଉ କେଉଁ କେଉଁ ଗୁଡ଼ିକ ଲମ୍ବା ସେଗୁଡ଼ିକ ଆମେ ଗୋଲ ବୁଲେଇବା। ବୁଝିପାରିଲ ପିଲାମାନେ? ଦେଖ ବଗଟା ଆମର କ'ଣ ହବ? ବଗଟା ଆମର କ'ଣ ହବ? ଲମ୍ବା ହବ। ଦେଖ ଆମର ବଗଟା କ'ଣ ହବ? ଏମିତି ଲମ୍ବା ହବ। ତାପରେ ବତକ କ'ଣ ହବ? ବତକ ଗୋଲ ହବ। ବହି ଆମର କ'ଣ ହବ? ବହି ଆମର ଏମିତି ଲମ୍ବା ହବ। ବୁଝିପାରିଲ ପିଲାମାନେ? ତାପରେ କ'ଣ ଅଛି? ଦେଖ ତାପରେ ଅଛି ଡାଳ। ଦେଖ ଡାଳ ଆମର କ'ଣ ହବ? ଡାଳ ଆମର ଏମିତି ଲମ୍ବା ହବ। ତାପରେ ନଳ। ନଳ ବି ଆମର ଏମିତି ଲମ୍ବା ହବ। ବୁଝିପାରିଲ? ତାପରେ ଅଛି ଓଠ। ଓଠଟା ଆମର କ'ଣ ହବ? ଏମିତି ଗୋଲାକାର ହବ। ବୁଝିପାରିଲ ପିଲାମାନେ? ତାପରେ କ'ଣ ଅଛି? ଦେଖ ତାପରେ ଅଛି ଆତ। ଦେଖ ଆତଟା ଆମର କ'ଣ ହବ? ଆତଟା ଆମର ହବ ଗୋଲାକାର। ତାପରେ ଅଛି ଆଖି। ଆଖିଟା କ'ଣ ହବ? ଗୋଲାକାର। ପିଆଜ ମଧ୍ୟ ଆମର ଗୋଲାକାର। ଚପଲ ଆମର କ'ଣ ହବ? ଏମିତି ଲମ୍ବା ହବ। ବୁଝିପାରିଲ? ଲମ୍ବା। ଫୁଲଟା ଆମର କ'ଣ ହବ? ଏମିତି ଗୋଲ ହବ। ତାପରେ କଲମ ଆମର କ'ଣ ହବ? ଏମିତି ଲମ୍ବା ହବ। ବୁଝିପାରିଲ ପିଲାମାନେ? ଏମିତି ଆମର ଲମ୍ବା ହବ। 3 ନମ୍ବର ପ୍ରଶ୍ନର ଉତ୍ତର ବୁଝିପାରିଲ? ତାପରେ ଏବେ ଆସିବା ଆମେ 4 ନମ୍ବର। ଦେଖ 4 ନମ୍ବର ଆମର କ'ଣ କହିଛି? 4 ନମ୍ବର କରେ କ'ଣ ଅଛି? ବ ଅକ୍ଷରକୁ ବଗ ତା ଥଣ୍ଟରେ ଛୁଇଁବ। ଦେଖ ଆମର ଏଠାରେ କେତୋଟି ଶବ୍ଦ ଅଛି। ସେଇ ଶବ୍ଦ ଗୁଡ଼ିକୁ ଯେଉଁଠି ଯେଉଁଠି ବ ଅଛି ସେଠି ବଗର ଥଣ୍ଟରେ ସେଇଟାକୁ ଆମେ ଛୁଇଁବା। ବୁଝିପାରିଲ ପିଲାମାନେ? ଦେଖ ଏଠି ଅଛି ବଥ। ବଥ ବ ଅଛି, ବକୁ ଆମେ ଏଠି ବଗର ଥଣ୍ଟରେ ଛୁଇଁବା। ତାପରେ କ'ଣ ଅଛି? ବନ। ବ ଅଛି, ଏଠି ବି ଆମର ବଗର ଥଣ୍ଟରେ ଛୁଇଁବା। ତାପରେ କ'ଣ ଅଛି? ଖଟ। ଏଠି ବ ଅଛି କି? ନାହିଁ, ତାହେଲେ ହବନି। ତାପରେ ଅଛି ବଳଦ। ଦେଖ ବ ଅଛି, ତାହେଲେ ଏଇଟା ବଗର ଥଣ୍ଟକୁ ଆସେ। ତାପରେ ଅଛି ବଟ। ଏଇଟା ମଧ୍ୟ ଆମର ବଗର ଥଣ୍ଟକୁ ଆସେ।
तापर कौन अच्छी चट देख चट हम कि हबनी तापर अच्छी बल ब अच्छी तो यहाँ भी आम बगर खंड को आस 4 क प्रश्न उत्तर बुझी पारा पिला माने तापर आसवा आम ख नंबर देख 4 ख नंबर कौन अच्छी देख कौन कही ल अक्षर को लता जमु छुईब जो अक्षर जो शब्द आमर ल अच्छे सेटा आमे डाल रे छुईब लतार आमे छुईब देख प्रथम कौन अच्छे डा आ ल अच्छे कि नहीं तापर अच्छे ढोल ल अच्छे आमर डाल को आसब तापर अच्छे बलद ल अच्छे कि नहीं ल अच्छे किंतु ल नहीं तापर अच्छी मल्लम ल अच्छी एटा आमर डाल को छुईब तापर अच्छी फल ल नहीं तापर अच्छी चपल देख एटा ल अच्छी तो डाल को छुईब 4 ख नंबर बुझी पारा पिला माने तापर आसवा ग नंबर देख ग नंबर क्वेश्चन हमको कौन देचे ना ଳ अक्षर जोठी अच्छी ता तले गार देबा हमर ଳ अक्षर जोठी अच्छी ता तले हमको गार देबाकू से कहिছে देख प्रथम अक्षर प्रथम शब्द आमर कौन अच्छी सड़ख एठी ଳ अच्छी तो हमको ता तले एमती गार देबाकू पड़िबो तापर अच्छी बलद एठी भी ଳ अच्छी तो ता तले हमको एमती गार देबाकू पड़िबो तापर अच्छी कल एठी भी ଳ अच्छी एठी एमती तमे गार देबो तापर अच्छी फल एठी भी एमती गार देबो तापर अच्छी माल एठी भी तमे एमती गार देबो तापर अच्छी कलम देख ଳ नहीं तो एठी तमे गार दबो नहीं तापर अच्छी बल देख ଳ अच्छी एठी तमे गार दबो बुझी पारा पिला माने तापर 4 घ कौन कहछि आ थिबा शब्द चारिपटे गोल बुलाइबा देख एठी जोंठी जो शब्द आमर आ अच्छी सेठारे आमको कौन करने पड़ो गोल बुलेवा को पड़ो देख प्रथम शब्द रे कौन अच्छी ठेकुआ एठी आ अच्छी ताहले आमर आ चारि पाखरे गोल आमे बुलेबा तापर अच्छी अट एठी आ अच्छे कि नहीं तापर अच्छी चट एठी भी आ नहीं तापर अच्छी आखु एठी आ अच्छी ताहले आ चारि पाखरे आमे गोल बुलेबा तापर अच्छी आत देख एठी भी आ अच्छी ताहले आ चारि पाखरे आमे ताकू गोल देबा तापर अच्छी बल एठी देख बल अच्छी कि कौन आ नहीं तो एठी आमे ताकू छाड़ी दे 4 नंबर बुझी पारा पिला माने तापर आसबा आमे 5 नंबर देख पिला माने 5 नंबर कौन कहिचे तल चित्र गुड़िकरे जोठी ब ठ आ ल ଳ अक्षर अच्छी ସେହି ଚିତ୍ର ଗୁଡ଼ିକୁ ସମ୍ପର୍କିତ ଅକ୍ଷର ସହ ଗାର ଟାଣି ଦେଖାଏ देख ଏଠି ଅଛି ब अच्छी एठी हमर केते गुडे चित्र मध्य दे देइछि से शब्द को आधार करिकरी हमर बहुत गुडे चित्र मध्य देइछि जे चित्र रे जो अक्षर आसीबो ताको हमें गार टाणिबा देख पिला माने प्रथम कौन अच्छी ब अच्छी देख ब रे हमर कौन होछि बलद होछि ना नहीं ताहले एठी हमर आसीबो बलद तापरे देख ठ अच्छी आठ बुझी पारला पिला माने तापरे अच्छी ळ हळ देख तापरे आसीबो आत देख एठारे आसीबो तापरे कौन अच्छी ल बेलून बुझी पारला पिला माने बुझी पारला एमिति तम बही रे ए सब गुडी को तमे गार करिवो तापरे आसीबा 6 नंबर देख बा धूप बास्ना सुंगिबा बॉल खेलिबा छवि आंकिबा बाघ देखिबा एही काम केउ गुडी केउ काम केउ अंग द्वारा करिबा देख आमर केते गुडी आमर सब काम देछि
ସେଇ କାମ ଗୁଡ଼ିକୁ ଆମେ କେଉଁ କେଉଁ ଅଙ୍ଗ ଦ୍ୱାରା କରୁଛେ ସେଗୁଡ଼ାକୁ କହିବାକୁ କହିଛେ। ବାଜା ଶୁଣିବା, ଦେଖ ଆମେ ଶୁଣିବା କାମଟା ଆମେ କେଉଁ ଅଙ୍ଗ ଦ୍ୱାରା ଶୁଣୁଛେ? କେଉଁ ଅଙ୍ଗ ଦ୍ୱାରା? କାହା ଦ୍ୱାରା? କାନ। ଖନ୍ତେଇ ହେବା, ଖନ୍ତେଇ ହେଲେ ତମେ କେମିତି ହଉଛ? କେମିତି? ତମ ପାଟିରେ ଏମିତି ଖନ୍ତେଇ ହଉଛ, ତାହେଲେ ଖନ୍ତେଇ ହେବା ପାଟି ଦ୍ୱାରା। ତାପରେ ଧୂପକାଠି ବାସ୍ନା ଶୁଙ୍ଘିବା, ଧୂପକାଠି ବାସ୍ନା ଶୁଙ୍ଘିବା କାମରେ ଆମର କେଉଁ ଅଙ୍ଗ କରୁଛି? ନାକ। ତାପରେ ବଲ୍ ଖେଳିବା, ଖେଳିଲେ ତମେ କଣ କେମିତି କରୁଛ? କାହା ଦ୍ୱାରା ଖେଳୁଛ? କେଉଁ ଅଙ୍ଗ ଦ୍ୱାରା ଖେଳୁଛ? ତମର ହାତ ଆଉ ଗୋଡ଼। ତାପରେ ଅଛି ଛବି ଆଙ୍କିବା, ଆଙ୍କିବା କାମ ତମେ କେମିତି କରୁଛ? ହାତ ଦ୍ୱାରା। ତାପରେ ଅଛି ବାଘ ଦେଖିବା, ଦେଖିବା କାମ ତମେ କେମିତି କରୁଛ? କାହା ଦ୍ୱାରା ତମେ ଦେଖୁଛ? ଆଖି ଦ୍ୱାରା ତମେ ଦେଖୁଛ। ବୁଝିପାରିଲେ ପିଲାମାନେ 6 ନମ୍ବର। ତାପରେ ଅଛି 7 ନମ୍ବର। କେଉଁ ସବୁ ଜିନିଷ ହାତର ସମ୍ପର୍କ ଅଛି? କେଉଁ ସବୁ ଜିନିଷ ସହ ହାତର ସମ୍ପର୍କ ଅଛି? ଦେଖ ରେଡ଼ିଓ, ରେଡ଼ିଓରେ ଆମର ହାତର ସମ୍ପର୍କ କଣ ଅଛି କି? ରେଡ଼ିଓ ଦ୍ୱାରା ଆମେ କଣ କରୁଛେ? ଶୁଣୁଛେ, ତାର ସମ୍ପର୍କ ନାହିଁ। ତାପରେ ଚପଲ, ଚପଲର ଶବ୍ଦ କଣ ଅଛି କି? ନାହିଁ, ଆମେ ଚପଲ ପାଦ ଦ୍ୱାରା ପିନ୍ଧୁଛେ। ତାପରେ ଆସିଲା ଘଣ୍ଟା, ଦେଖ ଘଣ୍ଟାଟା ଆମେ କଣ କରୁଛେ? ହାତରେ ଲଗଉଛେ। ବୁଝିପାରିଲ ପିଲାମାନେ। ତାପରେ ଅଛି ଚଷମା, ଚଷମା ଆମେ ଆଖିରେ ଲଗଉଛେ, ତା ହାତର କିଛି କାମ ନାହିଁ। ତାପରେ ଅଛି କଲମ, କଲମରେ ଆମେ ଲେଖୁଛେ, ତ ଏଇଟା ହାତରେ କାମ ରହୁଛି। ତାପରେ ଆସିଲା ଢୋଲ, ଦେଖ ଢୋଲଟା ବି ତମେ ହାତ ଦ୍ୱାରା ବଜଉଛ, ତ ଏଇଟା ବି ତମର ହାତରେ କାମରେ ଆସିବ। ବୁଝିପାରିଲ ପିଲାମାନେ? ବୁଝିପାରିଲ। ତାପରେ ଆସିବ ଆମର 8 ନମ୍ବର। 8 ନମ୍ବର କଣ କରିଛି? କହିବା ତୁମେ ହାତରେ କି କି କାମ କର? ହାତରେ ଆମେ କଣ କଣ କାମ କରୁଛେ? ନା ପ୍ରଥମେ ଲେଖି ପାରୁଛେ, ତାପରେ କଣ କରୁଛେ? ଖାଇ ପାରୁଛେ, ତାପରେ ଖେଳି ପାରୁଛେ, ତାପରେ ବିଭିନ୍ନ ପ୍ରକାର କାମ ଆମେ ହାତ ଦ୍ୱାରା କରିପାରୁଛେ। ରୋଷେଇ କରିପାରୁଛେ, ଲୁଗା ସଫା କରିପାରୁଛେ, ଆଉ କଣ କରିପାରୁଛେ? ହାତରେ ଆମେ ବିଭିନ୍ନ ପ୍ରକାର କାମ ମଧ୍ୟ କରିପାରୁଛେ। ତାପରେ ଅଛି 8 ନମ୍ବର। 8ଟି ବେଲୁନ ଛବି କରି ଗୋଟିକକୁ ନାଲି ଓ ତା ପାଖଟିକୁ ନୀଳ ରଙ୍ଗ ଦେବା। ଏହିପରି ଭାବରେ 8ଟି ଯାକ ବେଲୁନକୁ ରଙ୍ଗ ଦେବ। ଦେଖ ପିଲାମାନେ, ତମେ ଏଠାରେ 8ଟି ବେଲୁନ କରିବ। କେତୋଟି? 8ଟି ବେଲୁନ। ଦେଖ ଏମିତି ତମେ 8ଟି ବେଲୁନ କରିବ। ବୁଝିପାରିଲ ପିଲାମାନେ? ଆଉ ଏଇ ବେଲୁନରେ ତମେ ବିଭିନ୍ନ ପ୍ରକାର ରଙ୍ଗ ମଧ୍ୟ ଦେବ। କଣ କହିଛି? ପ୍ରଥମେ ନାଲି ରଙ୍ଗ ଦେବ, ତାପରେ ନୀଳ ରଙ୍ଗ ଦେବ। ବୁଝିପାରିଲ ପିଲାମାନେ? ତାପରେ କହିଛି ଆସ ଆଙ୍ଗୁଠି ଛାପରୁ ଛବି କରିବା। ତମେ ଆଙ୍ଗୁଠିର ଛାପ କରିକିରି ବିଭିନ୍ନ ପ୍ରକାର ଛବି ତମେ କରିବ। ବୁଝିପାରିଲ ପିଲାମାନେ? ତମେ ଅଭ୍ୟାସ କାର୍ଯ୍ୟ ଠୋ ଠା ପାଠର ଅଭ୍ୟାସ କାର୍ଯ୍ୟ ବୁଝିପାରିଲ? ଯଦି ବୁଝିପାରିଲ, ଯଦି ଭିଡ଼ିଓଟି ତମକୁ ଭଲ ଲାଗେ, ତାହେଲେ ତମ ସାଙ୍ଗସାଥି ମାନଙ୍କୁ ନିଶ୍ଚୟ ସେୟାର କରିବ। ଆଉ ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ ନିଶ୍ଚୟ କରିବ। ଥ୍ୟାଙ୍କ ୟୁ।